ଦୁଇଟି ରସୁଣ କୁଲା ଏହି ଜାଗାରେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ନାରୀ 5 ମିନିଟରେ ତୁମ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। ଆଜି ରାତିରେ ଗୋଟିଏ ଥର କରିକି ଦେଖନ୍ତୁ। ହଁ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ରତନ୍ତ୍ରରେ କେବଳ 2ଟି ରସୁଣ କୁଲା ସାହାଯ୍ୟରେ ଆପଣ କିପରି ଝିଅ ପଟେଇ ପାରିବେ, ଭାଉଜକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି କିମ୍ବା କୌଣସି ପ୍ରକାର ସାମଗ୍ରୀର ଆବଶ୍ୟକ ନାହିଁ। କେବଳ 2ଟି ରସୁଣ କୁଲାରେ ଆପଣ ସେ ଝିଅକୁ ପଟେଇ ପାରିବେ, ସୁନ୍ଦରୀ ଭାଉଜକୁ ନିଜ ବଶରେ କରିପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବା ପାଇଁ, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବା ପାଇଁ, ତାକୁ ନିଜ ପ୍ରେମରେ ଦିବାନୀ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ରତନ୍ତ୍ରରେ କେବଳ 2ଟି ରସୁଣ କୁଲାରେ ବଶୀକରଣ, ଝିଅ ପଟେଇବା ପାଇଁ ବଶୀକରଣ, ବିବାହିତା ନାରୀକୁ ପଟେଇବା ପାଇଁ ବଶୀକରଣ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯିଏ ବି ଏହାକୁ କରିଛି ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। 2ଟି ରସୁଣ କୁଲାର ଏହି ବଶୀକରଣ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ତେଣୁ ଏହାକୁ ଆପଣ ଭାବିଚିନ୍ତିକି ପ୍ରୟୋଗ କରିବେ। ମନରେ କୌଣସି ଖରାପ ଉଦ୍ଦେଶ୍ୟ ରଖି ଆପଣ 2ଟି ରସୁଣ କୁଲାର ଏହି ବଶୀକରଣକୁ ପ୍ରୟୋଗ କରିବେନି। ଯଦି ଆପଣ ସତରେ ସେ ଝିଅ ବା ନାରୀକୁ ଭଲ ପାଉଛନ୍ତି, ତାକୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ବଶୀକରଣ ପ୍ରୟୋଗ କରିବେ। ଅନ୍ୟଥା ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ 2ଟି ରସୁଣ କୁଲାର ଏହି ବଶୀକରଣ ପ୍ରୟୋଗ କରିବେନି। ଠିକ୍ ଅଛି, ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ। ମନେ ରଖନ୍ତୁ, ଏହି ବଶୀକରଣ କରିବା ପୂର୍ବରୁ କିଛି ବିଶେଷ କଥା ଜାଣି ରଖନ୍ତୁ। ଯେମିତିକି ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେତେ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜ ଉପରେ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କର ଗୁଲାମୀ କରିବ, ଆପଣଙ୍କର ଇସାରାରେ ନାଚିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ସିଏ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ପଡ଼ିଶା ଘର ଭାଉଜର ସୁନ୍ଦରତାକୁ ଦେଖି ଆପଣ ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ଦିନରାତି ଭାବୁଛନ୍ତି, ସିଏ ନିଜେ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଧ୍ୟାନ ସହିତ ଶୁଣନ୍ତୁ। ଏହି ବଶୀକରଣ କରିବା ପାଇଁ ଆପଣ 2ଟା ରସୁଣ କୁଲା ଆଉ ଗୋଟିଏ ଛୁଞ୍ଚି ଆଣିବେ। 2ଟା ରସୁଣ କୁଲା ଆଉ ଗୋଟିଏ ଛୁଞ୍ଚିର ସାହାଯ୍ୟରେ ଆପଣ ଝିଅ ପଟେଇ ପାରିବେ, ବିବାହିତା ନାରୀକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଏହି ବଶୀକରଣକୁ ଆପଣ କେବଳ ଶୁକ୍ରବାର ଦିନ କରିବେ।
दिन 3टाରୁ ସନ୍ଧ୍ୟା 6ଟା ମଧ୍ୟରେ ଏହି ବଶୀକରଣ କରିପାରିବେ। प्रथमे आपण कौन करेंगे हाथ गोड़ धोईकी यही बशीकरण आरंभ करेंगे। प्रथमे आपण कौन करेंगे जो दीटा रसुण कुला आनी से दीटा रसुण कुलू गोटे रसुण कुलारे से झील बा स्त्रीर नाम लिखिबे जहाक आपण पटेइबा को चाहते। आउ गोटे रसुण कुलारे निजर नाम लिखिबे। तापरे से दीटा को रसुण कुला को एकाठी करी हाथ में मुठेईकी धरिबे। आउ 7 थर से झीवर नाम कहिबे। तापरे से दीटा रसुण कुलारे फुंकीदेबे। तापरे निजर नाम 7 थर कहिबे। तापरे पुणी आपण से दीटा रसुण कुलारे फुंकीदेबे। एतिकी करि सारिबा परे से दीटा रसुण कुला को एकाठी करी सेथिरे छुंची फोड़ीदेबे। ध्यान रखिबे जेमिति दीटा को रसुण कुला छुंची मझिरे रहिबो। छुंची भल भाबरे रसुण कुलारे फोड़ी होइजिबो। तापरे कौन करिबे गोटे रु 2 मिनिट से झील बा नारी को मने मने भाबिबे। तार मुह को निज मनरे भाबिबे। एमिति भाबिबे जेमिति सी आपणकर बसरे हो जाइछि, आपणकर सबु इच्छा पूरण करुछि। एहीपरि भाबी सारिबा परे कौन करिबे से छुंची आउ रसुण कुला को सेही परि नेकी कोनोसी एक जागारे अल्प टिके माटी खोलिकी पोती देबे। एतिकी करिकी देखंतु से झील बा नारी आपणक बसरे हो जिवो। जहा चाहिबे ताहा करिबो। धन्यवाद।